ଦର୍ଶକ ବନ୍ଧୁ, ଆଜି ମୁଁ ପଢ଼ାଘର ବିଷୟରେ କହିବାକୁ ଯାଉଛି। ପଢ଼ାଘରେ ପିଲାମାନେ କେଉଁ ଦିଗକୁ ମୁହଁ କରି ପଢ଼ିବେ, ଟେବୁଲ ଚେୟାର କେଉଁ ଦିଗକୁ ରହିଲେ ଶୁଭ ହେବ, ସେ ବିଷୟରେ କହିବାକୁ ଯାଉଛି। ପଢ଼ିବା ବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସିବାର ବ୍ୟବସ୍ଥା କରିବ। ବହି ଆଲମିରା ପୂର୍ବ ଓ ଉତ୍ତର କଡ଼କୁ ରଖିବ। ପଶ୍ଚିମ କଡ଼ରେ ରଖିଲେ ମଧ୍ୟ ରଖିପାର। ଏହାର ଉତ୍ତର ପୂର୍ବ କୋଣରେ ଠାକୁର ମୂର୍ତ୍ତି କିମ୍ବା ଜଳପୂର୍ଣ୍ଣ ପାତ୍ର ରଖିବା ଶୁଭପଦ ଅଟେ। ଏହି ଘରର ରଙ୍ଗ ଆକାଶୀ ନୀଳ, କ୍ରିମ୍, ଫିକା ସବୁଜ କିମ୍ବା ଧଳା ରଖିବା ଉଚିତ। ଏହିଭଳି ବ୍ୟବସ୍ଥା କଲେ ପିଲାମାନଙ୍କର ସ୍ମରଣ ଶକ୍ତି ବଢ଼ିବା ସଙ୍ଗେ ସଙ୍ଗେ ପାଠ ଆଡ଼କୁ ମଧ୍ୟ ନଜର ରହିବ ଏବଂ ପଢ଼ିବା ପାଇଁ ମନ ମଧ୍ୟ ଲାଗିବ। ରହୁଛି। ଜୟ ଜଗନ୍ନାଥ।